ଅତିଥି ଅଧ୍ୟାପକଙ୍କ ପାଇଁ ଖୁସି ଖବର। ବଡ଼ ନିଷ୍ପତ୍ତି ନେଲା ଉଚ୍ଚଶିକ୍ଷା ବିଭାଗ। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପାଠପଢ଼ା କାର୍ଯ୍ୟକୁ ବାଧାମୁକ୍ତ ଏବଂ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପୂର୍ବରୁ କାର୍ଯ୍ୟରତ ଥିବା ଅତିଥି ଅଧ୍ୟାପକମାନଙ୍କୁ ପୁନଃ ନିଯୁକ୍ତି ଦେବା ସହିତ କ୍ୟାମ୍ପସଗୁଡ଼ିକରେ ଖାଲି ପଡ଼ିଥିବା ପଦବୀରେ ନୂତନ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଶିକ୍ଷକ ଅଭାବଜନିତ ସମସ୍ୟାକୁ କିଛି ପର୍ଯ୍ୟନ୍ତ ଦୂର କରିବା ଦିଗରେ ଏହି ପଦକ୍ଷେପ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ଖବର, ମୋଦିଙ୍କ 5 ରାଷ୍ଟ୍ର ଗସ୍ତରୁ $40 ବିଲିୟନ ନିବେଶ ପ୍ରସ୍ତାବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5 ରାଷ୍ଟ୍ର ଗସ୍ତରୁ ଭାରତ ବିଶେଷ ଭାବେ ଲାଭବାନ ହେବାକୁ ଯାଉଛି। ବହୁ ସଂଖ୍ୟାର ଆନ୍ତର୍ଜାତୀୟ କମ୍ପାନୀ ଭାରତରେ ନିବେଶ କରିବା ଓ ନିଜ ପ୍ରକଳ୍ପର ସମ୍ପ୍ରସାରଣ କରିବାକୁ କହିଛନ୍ତି। ଏହି ଗସ୍ତରୁ ଭାରତ $40 ବିଲିୟନ ନିବେଶ ପ୍ରସ୍ତାବ ହାସଲ କରିଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି 50ରୁ ଅଧିକ କମ୍ପାନୀର ସିଇଓମାନଙ୍କ ସହ ଆଲୋଚନା କରି ସେମିକଣ୍ଡକ୍ଟର, ଭିତ୍ତିଭୂମି, ପ୍ରତିରକ୍ଷା, ଶକ୍ତି ଓ ପ୍ରଯୁକ୍ତି କ୍ଷେତ୍ର ପାଇଁ ନିବେଶ ପ୍ରସ୍ତାବ ହାସଲ କରିଥିଲେ। ଅଧିକାଂଶ କମ୍ପାନୀ ଭାରତରେ କାରବାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ୍, ନରୱେ ଓ ଇଟାଲୀ ଗସ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ରାଜିନାମା ସ୍ୱାକ୍ଷର ହୋଇଥିଲା। ଭାରତରେ ୟୁଏଇ $5 ବିଲିୟନ ନିବେଶ କରିବାକୁ ପ୍ରତିବଦ୍ଧତା ଜଣାଇଛି। ଶକ୍ତି ଓ ଭିତ୍ତିଭୂମି କ୍ଷେତ୍ରରେ ଉଭୟ ଦେଶ ସହଯୋଗିତା ବଢ଼ାଇବା ଘୋଷଣା କରିଥିଲେ। ପରବର୍ତ୍ତୀ ଖବର, କଠୋର ହେଲା ବ୍ରହ୍ମପୁର ପୋଲିସ। ଗୋଟିଏ ପରେ ଗୋଟିଏ ଏନ୍କାଉଣ୍ଟର। ବ୍ରହ୍ମପୁରରେ ପୁଣି ଏନ୍କାଉଣ୍ଟର। ଗତ 18 ତାରିଖରେ ଗିରି ରୋଡ୍ରେ ଉମେଶ ରଥଙ୍କୁ ତଳେ ପକାଇ ନିସ୍ତୁକ ମାଡ଼ ମାରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁଙ୍କୁ ଏନ୍କାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ। ଏହି ମାମଲାରେ ପ୍ରଥମେ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ମାମଲାରେ ଫେରାର ଥିବା ଆଉ 3 ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି। ସେପଟେ ପୋଲିସର ଏଭଳି ଆକ୍ସନକୁ ସ୍ୱାଗତ କରିଛନ୍ତି ସହରବାସୀ। କୁଖ୍ୟାତ ଅପରାଧୀ ଦୀପୁନକୁ ଏନ୍କାଉଣ୍ଟର ପରେ ଗରି ରୋଡ୍ରେ ଉମେଶ ରଥଙ୍କୁ ଆକ୍ରମଣ ମାମଲାର ମାଷ୍ଟର ମାଇଣ୍ଡ ମୁକେଶ ସାହୁଙ୍କୁ ଏନ୍କାଉଣ୍ଟର। ମୁକେଶକୁ ବୁଧବାର କାବୁ କରିଥିଲା ପୋଲିସ। ଏହାପରେ ତାର ସହଯୋଗୀମାନେ ଟାମଣା ଘାଟିରେ ଲୁଚିଥିବା ନେଇ ସେ ପୋଲିସକୁ ସୂଚନା ଦେଇଥିଲା। ପୋଲିସ ମୁକେଶକୁ ନେଇ ଟାମଣା ଘାଟି ଯାଇଥିବା ବେଳେ ସେଠାରେ ଟାଉନ ଥାନା ପୋଲିସ ଏଏସ୍ଆଇ ନିଗମ ଚନ୍ଦ୍ର ପ୍ରଧାନଙ୍କ ସର୍ଭିସ ରିଭଲଭରକୁ ଛଡ଼େଇ ନେଇଥିଲା ମୁକେଶ। ଆଉ କିଛି ଅଘଟଣ ଘଟିବା ପୂର୍ବରୁ ମୁକେଶକୁ ପୋଲିସ ଏନ୍କାଉଣ୍ଟର କରିଥିଲା। ମୁକେଶର ଡାହାଣ ଗୋଡ଼ରେ 2ଟି, ବାମ ଗୋଡ଼ରେ 1ଟିଏ ଓ ବାମ ହାତରେ 1ଟିଏ ଗୁଳି ବାଜିଛି। ପରବର୍ତ୍ତୀ ଖବର, ବେଆଇନ ଭାବେ ଓଡ଼ିଶାରେ ରହୁଥିବା ବିଦେଶୀ ନାଗରିକଙ୍କ ପାଇଁ ଗାଇଡ୍ଲାଇନ୍ ଜାରି। ଫୌଜଦାରୀ ମାମଲାରେ ଧରାପଡ଼ୁଥିବା ବିଦେଶୀ ନାଗରିକ ବା ଅବୈଧ ପ୍ରବାସୀଙ୍କ ପ୍ରସଙ୍ଗକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ନଥିବା ଘଟଣାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି। ବେଆଇନ ଭାବେ ଭାରତରେ ପ୍ରବେଶ କରି ରହୁଥିବା ବିଦେଶୀ ନାଗରିକଙ୍କ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବାକୁ ତଥା ଅସଙ୍ଗତି ଅସୁବିଧାକୁ ଦୂର କରିବାକୁ ହାଇକୋର୍ଟ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଯଦି ଫରେନର୍ସ ଆକ୍ଟ ବା ଅନ୍ୟ କୌଣସି ଆଇନ ଉଲ୍ଲଂଘନରେ ଅପରାଧ ହୋଇଥାଏ ଓ ଅଭିଯୁକ୍ତଙ୍କ ପାସପୋର୍ଟ, ଭିସା ନଥାଏ ବା ଏପରି ଅନୁମତିର ଅବଧି ଶେଷ ହୋଇଥିବ, ଭାରତ ଭିତରେ ରହିବାର ଅଧିକାର ନଥିବ, ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଫୌଜଦାରୀ ମାମଲା ତୁରନ୍ତ ଆରମ୍ଭ କରାଯିବ। ଫୌଜଦାରୀ ମାମଲା ପଞ୍ଜୀକରଣ ପରେ ପୋଲିସ ତୁରନ୍ତ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହିତ ତଦନ୍ତ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ପଦକ୍ଷେପ ନେବ। ଦେଶରେ ରହିବା ପାଇଁ ଅନୁମତି ନଥିବା ସମ୍ପୃକ୍ତ ବିଦେଶୀ ନାଗରିକଙ୍କୁ ଅଦାଲତରେ ହାଜର କରାଯିବା ପରେ ଯଦି ଜାମିନ ଆବେଦନ ଦାୟର ହୁଏ, ତେବେ ଏହା ଉପରେ ତ୍ୱରିତ ଫଇସଲା କରାଯିବ। ଯଦି ଜାମିନ ଖାରଜ ହୁଏ, ତେବେ ମୂଳ ମାମଲା ଫଇସଲା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିୟମିତ ଜେଲରେ ରଖାଯିବ। ପରବର୍ତ୍ତୀ ଖବର, ଆର୍ଜିକର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସଦ୍ୟ ତଦନ୍ତ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ। 2024 ମସିହାର ଆର୍ଜିକର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସଦ୍ୟ ତଦନ୍ତ ହେବ। ଏହି ମାମଲାରେ ପ୍ରମାଣ ନଷ୍ଟ କରାଯାଇଥିବା ନେଇ ପୀଡ଼ିତା ଟ୍ରେନି ଡାକ୍ତରଙ୍କ ବାପା ମା ଅଭିଯୋଗ କରିବା ପରେ ହାଇକୋର୍ଟ ଏହି ମାମଲାରେ ସଦ୍ୟ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇର 3 ଜଣିଆ ସଦସ୍ୟ ବିଶିଷ୍ଟ ଏସ୍ଆଇଟି ଉକ୍ତ ମାମଲାର ତଦନ୍ତ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ଶାମ୍ପା ସରକାର ଏବଂ ଜଷ୍ଟିସ୍ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ହୋଇଥିବା ଅଭିଯୋଗକୁ ଭଲ ଭାବେ ଯାଞ୍ଚ କରିବା ପାଇଁ ଏସ୍ଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସେପରି ଏସ୍ଆଇଟି ଉକ୍ତ ମାମଲାର ତଦନ୍ତ ରିପୋର୍ଟ ଜୁନ୍ 25 ସୁଦ୍ଧା ହାଇକୋର୍ଟରେ ଦାଖଲ କରିବାକୁ କୁହାଯାଇଛି। ସିବିଆଇର ଇଷ୍ଟର୍ଣ୍ଣ ଜୋନ୍ ଯୁଗ୍ମ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏସ୍ଆଇଟି ଉକ୍ତ ମାମଲାରେ ସଦ୍ୟ ତଦନ୍ତ କରିବ। ଅନ୍ୟପକ୍ଷେ ଏସ୍ଆଇଟିର ଅନ୍ୟ 2 ସଦସ୍ୟ କିଏ ରହିବେ ତାହା କୋର୍ଟ 48 ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନେବେ। ପରବର୍ତ୍ତୀ ଖବର, ଭିଜିଲାନ୍ସ ଜାଲରେ ରାୟଗଡ଼ାର ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ାର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ମଳକୁମାର ନାୟକ କୋଲନରା ବ୍ଲକରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ରାୟଗଡ଼ା ସହରର ରାଉତ କଲୋନୀ ସ୍ଥିତ ବାସଭବନ
କୋଲନରା କାର୍ଯ୍ୟାଳୟ ଓ ବ୍ରହ୍ମପୁରର 6ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉରେ 5ଟି ଟିମ୍ ସାମିଲ ଅଛନ୍ତି। ରେଡ୍ ବେଳେ ସୁନା, ବିଭିନ୍ନ ବ୍ୟାଙ୍କ ପାସବୁକ୍, ନଗଦ ଟଙ୍କା ଜବତ ହୋଇଛି। ଚଢ଼ାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି। ସେପରି ଗତକାଲି ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। କୁବେର ଯନ୍ତ୍ରୀଙ୍କ ଅଚଳାଚଳ ସମ୍ପତ୍ତି ରହିଛି। ମାଳମାଳ ବିଲ୍ଡିଂ, ପୁଳାପୁଳା ପ୍ଲଟ୍, ଜମିଦାର ଇଞ୍ଜିନିୟରଙ୍କର ରହିଛି ମୋଟ 83 ଏକରର 97 ପ୍ଲଟ୍। 17 ଏକର ଜମିରେ ରହିଛି 2ଟି ଫାର୍ମ ହାଉସ୍, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ। 5 କୋଠାଘର ଠାବ ହୋଇଥିବା ବେଳେ ସେଥିରେ ରହିଛି 4 ବହୁତଳ ପ୍ରାସାଦ। ଭବାନୀପାଟଣା R&B ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ରେଡ୍ ବେଳେ ଠାବ ହୋଇଥିଲା ଅଚଳାଚଳ ସମ୍ପତ୍ତି। ପରବର୍ତ୍ତୀ ଖବର 2027 ମାର୍ଚ୍ଚ ଶେଷ ସୁଦ୍ଧା ସବୁ ଗାଁକୁ ପାଇପଲାଇନ୍ ଜଳ ଯୋଗାଇ ଦିଆଯିବ, କହିଲେ ମନ୍ତ୍ରୀ। ବର୍ତ୍ତମାନ ସୁଦ୍ଧା ମୋଟ 207ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ 33ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ବର୍ତ୍ତମାନ 2402ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଜୁନ୍ ଶେଷ ସୁଦ୍ଧା ଆହୁରି 14ଟି ପ୍ରକଳ୍ପ ଶେଷ ହେବା ନେଇ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ପରବର୍ତ୍ତୀ ଖବର 106 ଜଣଙ୍କୁ ମିଳିଲା ହଜିଲା ଫୋନ୍। ଏସ୍ପି କହିଲେ ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ। କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ୍ କିମ୍ବା ଚୋରି ହୋଇଥିଲା। ଦିନେ କି 2 ଦିନ ନୁହେଁ, ମାସ ଆଗରୁ ଏହା ଘଟିଥିଲା। ମୋବାଇଲ ଫେରି ପାଇବା ଆଶା ବି ମଉଳି ଯାଇଥିଲା। ହେଲେ ବରଗଡ଼ ଜିଲ୍ଲା ପୋଲିସର ଉପସ୍ଥିତ ବୁଦ୍ଧି ଏବଂ ଆଧୁନିକ ଜ୍ଞାନକୌଶଳ ଯୋଗୁଁ କାଲି 106 ଜଣ ସେମାନଙ୍କ ହଜିଲା ଏବଂ ଚୋରି ହୋଇଥିବା ମୋବାଇଲକୁ ଫେରି ପାଇଛନ୍ତି। ଏହି କ୍ରମରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଗୁରୁବାର ପୋଲିସ ଆୟୋଜନ କରିଥିଲା ମୋବାଇଲ ମେଳା। ଉଦ୍ଧାର ହୋଇଥିବା ମୋବାଇଲଗୁଡ଼ିକୁ ଧାଡ଼ି ଧାଡ଼ି ଟେବୁଲ ଉପରେ ରଖାଯାଇଥିଲା। ପୋଲିସଠାରୁ ଆଗୁଆ ସୂଚନା ପାଇ ଉଦ୍ଧାର ହୋଇଥିବା ମୋବାଇଲ ନେବା ପାଇଁ ଲୋକେ ମଧ୍ୟ ମୋବାଇଲ ମେଳାକୁ ଆସିଥିଲେ। ଏସ୍ପି ପ୍ରହଲ୍ଲାଦ ସହାୟ, ମୀନା ସେମାନଙ୍କୁ ଜଣ ଜଣ କରି ମୋବାଇଲ ପ୍ରଦାନ କରିଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ହଜିଲା ମୋବାଇଲ ପାଇ ଲୋକେ ବି ଖୁସି ହୋଇଥିଲେ। CIR ପୋର୍ଟାଲ ମାଧ୍ୟମରେ ଟ୍ରାକ୍ କରାଯାଇ ସେହି ମୋବାଇଲଗୁଡ଼ିକୁ ଉଦ୍ଧାର ହୋଇପାରିଛି। ଏହି ପୋର୍ଟାଲକୁ ବ୍ୟବହାର କରି ଘରେ ଥାଇ ମଧ୍ୟ ଲୋକେ ନିଜ ହଜିଲା କିମ୍ବା ଚୋରି ହୋଇଥିବା ମୋବାଇଲ ଟ୍ରାକ୍ କରିପାରିବେ ବୋଲି କହିଛନ୍ତି ବରଗଡ଼ ଏସ୍ପି। ପରବର୍ତ୍ତୀ ଖବର କେନ୍ଦୁଝରରେ କାଳବୈଶାଖୀର ତାଣ୍ଡବ, ଟେଣ୍ଟ ତଳେ ଚାପି ହୋଇ 3 ମୃତ। କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା ଘଟିଛି। ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ 3 ଜଣଙ୍କ ମୃତ୍ୟୁ ହୋଇଛି। ଘରର ଛାତ ଉପରେ ଟେଣ୍ଟ ମାରି ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଥିଲା। ଫଳରେ 3 ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ସୂଚନା ଅନୁସାରେ କାଲି ଅପରାହ୍ନ ପ୍ରାୟ 2ଟାରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଟେଣ୍ଟ ଭିତରେ କର୍ମଚାରୀମାନେ ବିଶ୍ରାମ ନେଉଥିଲେ। ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ସେମାନେ ଚାପି ହୋଇଯାଇଥିଲେ। ଫଳରେ ଟେଣ୍ଟର ବାଉଁଶ ଓ କପଡ଼ା ସେମାନଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଶ୍ୱାସରୁଦ୍ଧ ହେବା ସହିତ ବାଉଁଶ ମାଡ଼ରେ ସେମାନେ ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ଗାଡ଼ି ପହଞ୍ଚି ଦୀର୍ଘ ସମୟ ଉଦ୍ୟମ କରିବା ପରେ 4 ଜଣଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ଡାକ୍ତର 3 ଜଣଙ୍କୁ ମୃତ ଘୋଷଣା କରିଥିଲେ। ପରବର୍ତ୍ତୀ ଖବର ଅବତରଣ ବେଳେ ରନୱେରେ ପିଟି ହେଲା ବିମାନ। ଦିଲ୍ଲୀରୁ ବେଙ୍ଗଲୋର ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବାଙ୍ଗାଲୋର ବିମାନ ବନ୍ଦରରେ ଅବତରଣ କରିବା ସମୟରେ ବିମାନ AI2651ର ପଛଭାଗ ହଠାତ୍ ରନୱେରେ ମାଡ଼ ହୋଇଥିଲା। ମାତ୍ର ପାଇଲଟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ କରାଇଥିଲେ। ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଏହି ଏୟାର ଇଣ୍ଡିଆ ବିମାନରେ 179 ଜଣ ଯାତ୍ରୀ ଥିଲେ। ଏହି ଅତ୍ୟଧିକ ଲୋଡ୍ ବିମାନର ପାଇଲଟ ଅବତରଣ ସମୟରେ ଅନ୍ୟ ଏକ ବିମାନ ଆଗକୁ ଉଡ଼ିବା ଆସିବା ଯୋଗୁଁ ୱେକ୍ ଟର୍ବୁଲାନ୍ସ ଅନୁଭବ କରିଥିଲେ, ଯାହାଫଳରେ ନିୟନ୍ତ୍ରଣ ହରାଇ ବିମାନର ପଛ ଭାଗ ରନୱେରେ ଧକ୍କା ହୋଇଥିଲା। ପରବର୍ତ୍ତୀ ଖବର ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ। ମେ 23ରୁ ଜୁନ୍ 21 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ଜୁନ୍ 22 ତାରିଖରେ କୋର୍ଟ ଖୋଲିବ। ଅବକାଶ ସମୟରେ ମେ 26, 29, ଜୁନ୍ 2, 5, 9, 12, 17 ଓ 19 ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ପରବର୍ତ୍ତୀ ଖବର ଜୁଲାଇ 16 ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି। ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଆସନ୍ତା ଜୁଲାଇ 16 ତାରିଖରେ ପୁରୀରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ କାଲି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। କୌଣସି ପରିସ୍ଥିତିରେ ଯେପରି ତ୍ରୁଟି ବିଚ୍ୟୁତି ନ ଘଟେ ସେଥିପାଇଁ ପ୍ରତ୍ୟେକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ ପରାମର୍ଶ ଦେଇଥିଲେ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ବିଭିନ୍ନ ରୀତିନୀତି ନିର୍ଦ୍ଦିଷ୍ଟ ତାରିଖରେ ପାଳନ କରାଯିବ।
आसंता जून 29 तारिख में देवस्नान पूर्णिमा, जुलाई 14 तारिख में नवयौवन दर्शन, जुलाई 16 तारिख में रथयात्रा, जुलाई 20 तारिख में हेरा पंचमी, जुलाई 23 तारिख में संध्या दर्शन, जुलाई 24 तारिख में बाहुड़ा यात्रा, जुलाई 25 तारिख में सुनाबेश, जुलाई 26 तारिख में अधरपणा और जुलाई 27 तारिख में नीलाद्रि विजय अनुष्ठित हो। परवर्ती खबर, ऑनलाइन गेम रे लक्षाधिक टंका हारी युवकों आत्महत्या। ऑनलाइन रे गेम खेलिबा साजिला काल, लक्षाधिक टंका हारिबा परे शेषरे जीवन हारिबार निष्पत्ति नेले। मृत युवक जनक हेउचंती अनुगुल जिला छेंडीपदा थाना माछकोटा गाँवर बालिया बेहेरा एकमात्र पुओ मानस बेहेरा। सूचना अनुसार माछकोटा गाँवर बालिया बेहेरा कोयला खଣି ପାଇଁ जमी अधिग्रहण टंका उठाई पुओ मानस बेहेरा आकाउंट रे प्राय 2.5 लाख टंका रखिथिले, किंतु मोबाइल रे ऑनलाइन गेम खेली उक्त आकाउंट रे रखिथिबा उक्त 2.5 लाख टंका हारि जाइथिले मानस, जहाकु नै घरे विवाद आरंभ होइतिला। ए घटना पर परिवार लोके बाइक किनिबा पई मानस को 30,000 टंका देथिले, किंतु पुणी थरे मानस ऑनलाइन गेम पिछा 10,000 टंका उड़ाई देथिला। ए घटना परिवार लोके जानिबा परे पुओ को तागिद करथिले। यापर मानस रागी जाई घर पलाई जाइथिला। परिवार लोके बहु खोजाखोजी करबा परे संधान पाई नथिबा बेले परे घरे निकटस्थ काजू बगीचारू मानस को मृतदेह झुलुथिबा स्थानीय लोके देखिबा को पाइथिले। परवर्ती खबर, कॉकरोच जनता पार्टी एक्स अकाउंट ब्यान। निकटरे लॉन्च होइतिबा एक व्यंग्यात्मक वेबसाइट कॉकरोच जनता पार्टी इंस्टाग्राम रे 1 कोटी अधिक फॉलोअर्स होइछन्ति, जहाँ देशर शासक दल भारतीय जनता पार्टी फॉलोअर संख्या को पछरे पकाइछि। मात्र एबे पार्टीर एक्स अकाउंट भारत में ब्यान होइछि, हेले एबे भी यार इंस्टाग्राम पेज देखा मिलुवा कहुछि। या पूर्व कॉकरोच जनता पार्टी पेज गुरुवार ही फॉलोअर्स मामला रे बीजेपी को पछरे पकाइथिला। एक्स अकाउंट बंद हेबारु यार फाउंडर अभिजीत दीपके तीव्र असंतोष प्रकाश करिसेंति। से कहिसेंति जहाकु नै डर थिला ताहा ही होइछि, तांको पेज को बैन करा जाइछि। इंस्टाग्राम रे एक पोस्ट करी से यार सूचना दैछन्ति। प्रथमे सेमाने मो अकाउंट को बैन करबा को चेष्टा करथिले, न परिबारु एबे ही पेज को बैन करछन्ति। परवर्ती खबर, शुभेन्दु सरकारଙ୍କ ऐतिहासिक निष्पत्ति। समस्त मद्रासा वंदे मातरम गान करने बाध्यतामूलक। पश्चिमबंगर नवनिर्वाचित बीजेपी सरकार राज्य में एक बड़ और ऐतिहासिक निष्पत्ति नहीं। मुख्यमंत्री शुभेन्दु अधिकारी नेतृत्वाधीन सरकार राज्यर समस्त मद्रासा दैनिक प्रार्थना सभा समय जातीय गीत वंदे मातरम गान करने को बाध्यतामूलक कर सरकार पक्षर एने एक सरकारी निर्देशनामा जारी होइछि। पूर्वर यह नियम केवल साधारण सरकारी और सरकारी सहायता प्राप्त विद्यालयगुड़िक लागुथिबा बेले एबे हाकु मद्रासा गुड़िक पई मध्य लागू करा जायछि। राज्यर संख्यालघु व्यापार एवं मद्रासा शिक्षा मंत्री खुदीराम टुडू एही निष्पत्ति को स्पष्ट करिसेंति। परवर्ती खबर, 30 जाए जलिब सारा ओडिशा। आहुरी 2 डिग्री पर्यंत बढ़ी पारे तापमात्रा। आकाशरू वर्षुछि निआपिंडुला। प्रचंड रौद्रताप और गुळुगुळी आउटुपाटु हेउछि पूरा ओडिशा। एमितिक राज्य में 46 डिग्री छुईलाणी पारा। आंचलिक पाणीपाग विज्ञान केन्द्रर सूचना अनुसार आगामी 5 दिन तातीरू निस्तार नहीं। आसंता 26 तारिख जाए तातीरू मिलिब निद्राही। एमितिके तापमात्रा आहुरी 2 डिग्री पर्यंत बढ़ी पारे बोली आकलन करा जाउछि। सेपटे सोआ सीसी निर्देशक डॉक्टर शरद साहू कहिसेंति आसंता 30 तारिख जाए जलिब ओडिशा। पश्चिम ओडिशा रे 45 डिग्री जाए रहिब तापमात्रा। परवर्ती खबर, विमान यात्रींक पई इबोला सतर्कता जारी। कंगो, उगांडा और दक्षिण सुडान रे इबोला काया मिलाइछि। सेथिरे जरूरीकालीन परिस्थिति घोषणा करिछि विश्व स्वास्थ्य संगठन। यह देशरू आसिथिबा यात्री मानकु नै सतर्कता अवलंबन करबाकू पड़िबो। भुवनेश्वर एयरपोर्ट रे मध्ये सबु सतर्कता अवलंबन कराजिबो। इबोला रोगींक संस्पर्श रे आसिबा परे विमान यात्रा करुथिले तुरंत विमान बंदर स्वास्थ्य अधिकारी को अवगत कराजिबो। ज्वर, दुर्बलता, मुंडबिंधा, गंठी बिंधा, बांती, डायरिया, रक्तस्राव कि गलारे दरज ही इबोलार लक्षण। इबोला संक्रमित देशरू आसुथिबा कौनसी यात्री पाखरे जदि 21 दिन भितर यह सब लक्षण देखा जाए सेमाने स्वास्थ्य अधिकारी को निज ट्रावेल हिस्ट्री जणाइबे। परवर्ती खबर, पुलवामा आतंकवादी आक्रमण घटनार अन्य एक मास्टरमाइंड बुरहान हमजा निहत। पुलवामा आतंकवादी आक्रमणर अन्य एक मास्टरमाइंड हमजा बुरहानर हत्या। पाकिस्तान रे अजଣା दुर्बृत्तଙ୍କ गुलीमाड़े हमजार मृत्यु होइछि। पाकिस्तान अधिकृत काश्मीर मुजाफराबाद रे आतंकवादी हमजा को गुली करी हत्या करा जायथिबा सूचना मिलिथिबा रिपोर्ट अनुसार अजଣା बंदूकधारी हमजा को टार्गेट करी गुलीमाड़ करथिला। घटनास्थल रे ही तार मृत्यु हो जायथिबा कहा जाउछि। रिपोर्ट अनुसार हमजा बुरहान दीर्घ दिन धरी पाकिस्तान एवं पीओके रे सक्रिय थिला। ताकू 2019 पुलवामा आतंकवादी आक्रमणर जणे मास्टरमाइंड बोली भारत कहिथिला। परवर्ती खबर, सीबीआई हाजत रे छात्रंक पिता पुओ पाई किणिथिले प्रश्नपत्र। सारा देश में चांचल्य सृष्टि करिथिबा नीट यूजी पेपर लीक मामला रे गुरुवार नुआ मोड़ आसीछि। पेपर लीक करबा और बिक्री संपर्कित अभियुक्तों को गिरफ करबा परे सीबीआई एबे जणे छात्रंक पितांकु गिरफ करिछि। महाराष्ट्र लाटूर प्रसिद्ध शिशुरोग विशेषज्ञ डॉक्टर मनोज सिसुरेंकु सीबीआई बुधवार विलंबित रात्रि रे पुणे गिरफ करिछि।
ए घटना एवं चिकित्सा और शिक्षा जगत में चांचल्य सृष्टि करिछि। तदंतरु जଣାपड़िछि जे एही राकेटर चेर पुणेरू लाटूर और राजस्थान पर्यंत व्यापीथिला। तदंतकारी एजेंसी 150 प्रश्न पाइबा पई लोके 10 लाख टंका पर्यंत कारबार करिथिबा जानिबाकु पाइछि। एही डाटा लीक रे किछि कोचिंग सेंटर मध्यस्थी और परीक्षा प्रक्रिया रे संपृक्त व्यक्तिंक उपरे एबे संदेह करा जाउछि। तदंत आरंभ में सीबीआई पुणेरू जड़े केमिस्ट्री अध्यापक को गिरफ करथिला, जहांको ए राकेटर किंगपिन बोली आकलन करा जाउथिला। परवर्ती खबर, इबोला भय भारत आफ्रिका फोरम सम्मेलन स्थगित। आफ्रिकार इबोला जोगु सृष्टि होइतिबा स्वास्थ्य संकटर प्रभाव एबे विदेश यात्रा उपरे पड़िबा आरंभ होइछि। एहारि भितरे भारत सरकार एक बड़ निष्पत्ति नैछन्ति। इबोला प्रकोप जोगु आफ्रिकार उपजिथिबा जनस्वास्थ्य परिस्थिति को दृष्टि रखी आगामी भारत आफ्रिका फोरम सम्मेलन को एबे स्थगित रखा जायछि। गुरुवार एक विबृति रे वैदेशिक व्यापार मंत्रणालय कहिछि भारत एवं आफ्रिकीय संघ परवर्ती समय चतुर्थ भारत आफ्रिका फोरम सम्मेलन आयोजन करबा उपरे सहमत होइछन्ति।